ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ବୁଡ଼ ପକାଇବେ ରାଷ୍ଟ୍ରପତି। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାକୁ ଆଜିଠାରୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ୍ ବୀରେନ୍ ସିଂ ଏବଂ 12ବାଟି ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ବିଜୟ ସହ ଇଂଲଣ୍ଡ ବିରୁଦ୍ଧରେ ସିରିଜ୍ ଅକ୍ତିଆର କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରୟାଗରାଜ ମହାକୁମ୍ଭ ମେଳା ପରିଦର୍ଶନ କରିବେ। ସେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇବା ସହ ପୂଜା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରୟାଗରାଜର ଅକ୍ଷୟବଟ ଏବଂ ବଡ଼େ ହନୁମାନ ମନ୍ଦିର ମଧ୍ୟ ରାଷ୍ଟ୍ରପତି ପରିଦର୍ଶନ କରିବେ। ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଡିଜିଟାଲ୍ ମହାକୁମ୍ଭ ଅଭିଜ୍ଞତା କେନ୍ଦ୍ରରେ ରାଷ୍ଟ୍ରପତି ମହାକୁମ୍ଭର ସ୍ୱତନ୍ତ୍ରତାକୁ ଅନୁଧ୍ୟାନ କରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ସହ ଉପସ୍ଥିତ ରହିବେ। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଗତମାସ 13 ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଏପର୍ଯ୍ୟନ୍ତ ପାଖାପାଖି 43 କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି। ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ 25 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି ଉତ୍ତରପ୍ରଦେଶ ସରକାର ଆକଳନ କରିଥିବା ସେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟାରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଙ୍କ ସହ ମତ ବିନିମୟ କରିବେ। ଏହା ହେବ କାର୍ଯ୍ୟକ୍ରମର 8ମ ସଂସ୍କରଣ। ଆକାଶବାଣୀ, ଦୂରଦର୍ଶନର ସ୍ୱୟଂପ୍ରଭା, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଶିକ୍ଷା ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ମାନସିକ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ତଥା ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ପରୀକ୍ଷା ପାଇଁ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ କ୍ଷେତ୍ର ନେଇ ସେମାନେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବେ। ଚଳିତ ବର୍ଷ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 36 ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ମନୋନୀତ ହୋଇଥିବାର ଆମ ସମ୍ବାଦଦାତା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ଦେଶର ବିବିଧତା ଏବଂ ଅନ୍ତର୍ଭୁକ୍ତିର ପ୍ରକୃତ ପ୍ରତିଫଳନ ଭାବେ ବିବେଚନା କରାଯାଉଛି। ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକା ସହ ରଣନୈତିକ, ଅର୍ଥନୈତିକ ଏବଂ ବୈଷୟିକ ଭାଗିଦାରୀକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଦୁଇ ଦେଶ ଗସ୍ତରେ ଯିବେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଫ୍ରାନ୍ସଠାରେ 12 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ସେଠାରେ ସେ କୃତ୍ରିମ ବୁଦ୍ଧିମତ୍ତା ଶିଖର ସମ୍ମିଳନୀ 2025ରେ ଯୋଗଦେବେ। ଏହି ଗସ୍ତ କାଳରେ ଶ୍ରୀ ମୋଦି ଫ୍ରାନ୍ସ ନେତୃବର୍ଗଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା କରିବା ସହିତ ମାର୍ସିଲିରେ ଭାରତର ନୂତନ କନସୁଲେଟ୍ ଜେନେରାଲ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ କୃତ୍ରିମ ବୁଦ୍ଧିମତ୍ତା ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ କୁମାର ସିଙ୍ଗଲା ଆକାଶବାଣୀକୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଶ୍ୱସ୍ତରରେ କୃତ୍ରିମ ବୁଦ୍ଧିମତ୍ତା ଏବଂ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବ। କୃତ୍ରିମ ବୁଦ୍ଧିମତ୍ତା ପାଇଁ ନୈତିକ ଏବଂ ଦାୟିତ୍ୱ ସମ୍ପନ୍ନ ମାର୍ଗଦର୍ଶିକା ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଶ୍ରୀ ସିଙ୍ଗଲା ଆହୁରି କହିଛନ୍ତି, ଫ୍ରାନ୍ସର ମାର୍ସିଲିରେ ଭାରତର ନୂତନ କନସୁଲେଟ୍ ଜେନେରାଲ କାର୍ଯ୍ୟାଳୟର ଉଦ୍ଘାଟନ ଭାରତ, ମଧ୍ୟପ୍ରାଚ୍ୟ, ୟୁରୋପ ଅର୍ଥନୈତିକ କରିଡର ଢାଞ୍ଚାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। ସେ କହିଛନ୍ତି, ଏହି କାର୍ଯ୍ୟାଳୟ ମାର୍ସିଲିରେ ଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଉନ୍ନତ ସେବା ପ୍ରଦାନ କରିବା ସହିତ ଏହି ଅଞ୍ଚଳରେ ଭାରତର ରଣନୈତିକ ଉପସ୍ଥିତିକୁ ସୁଦୃଢ଼ କରିବ। ଫ୍ରାନ୍ସ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ବୈଠକରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏଥିସହ ଆନ୍ତର୍ଜାତିକ ଥର୍ମୋ ନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ ରିଆକ୍ଟର ପ୍ରତିଷ୍ଠାନ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିବେ। ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା 12 ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯିବେ। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ଆଜିଠାରୁ IIAS-DARPG ଇଣ୍ଡିଆ ସମ୍ମିଳନୀ 2025 ଆରମ୍ଭ ହେଉଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି 55ଟି ଦେଶର 240 ଜଣ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ସମ୍ମିଳନୀର ବିଷୟବସ୍ତୁ ରହିଛି ପରବର୍ତ୍ତୀ ପିଢ଼ିର ପ୍ରଶାସନିକ ସଂସ୍କାର ମାଧ୍ୟମରେ ଉତ୍କର୍ଷ ହାସଲ। ସମ୍ମିଳନୀ ଅବସରରେ
ବିଭିନ୍ନ ପ୍ରସଙ୍ଗ ଆଧାରିତ 350ରୁ ଅଧିକ ତଥ୍ୟ ଉପସ୍ଥାପନ କରାଯାଇପାରେ। ସାଧାରଣ ପ୍ରଶାସନ, ଶାସନ, ନୀତି ନିର୍ଦ୍ଧାରଣ ଆଦି ବିଭିନ୍ନ କ୍ଷେତ୍ର ଉପରେ ଏହି ସମ୍ମିଳନୀରେ ବିଶେଷଜ୍ଞଙ୍କ ମଧ୍ୟରେ ମତ ବିନିମୟ ହେବ। ପ୍ରଶାସନିକ ସଂସ୍କାର ଓ ଲୋକ ଅଭିଯୋଗ ବିଭାଗ DARPG ପକ୍ଷରୁ ପ୍ରଥମ ଥର ପାଇଁ ଭାରତରେ ଏଭଳି ସମ୍ମିଳନୀର ଆୟୋଜନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଏନ୍ ବୀରେନ୍ ସିଂ ଇସ୍ତଫା ପ୍ରଦାନ କରିଛନ୍ତି। ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। 2017ରେ ମଣିପୁରରେ ବିଜେପି କ୍ଷମତାକୁ ଆସିବା ପରଠାରୁ ସେ ସରକାରଙ୍କ ନେତୃତ୍ୱ ନେଇଥିଲେ। ରାଜ୍ୟରେ ସାମ୍ପ୍ରତିକ ରାଜନୈତିକ ଗତିବିଧି ଅଶାନ୍ତ ବାତାବରଣକୁ ଦୃଷ୍ଟିରେ ରଖି ଶ୍ରୀ ସିଂ ଏହି ପଦକ୍ଷେପ ନେଇଥିବା କୁହାଯାଇଛି। ବିଜେପି ଦଳର ଉତ୍ତର ପୂର୍ବ ପ୍ରଭାରୀ ତଥା ସାଂସଦ ସମ୍ବିତ ପାତ୍ରଙ୍କ ସହ ଶ୍ରୀ ସିଂ ଗତକାଲି ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଥିଲେ। ଇମ୍ଫାଲଠାରେ ଶ୍ରୀ ସିଂ ଅଧ୍ୟକ୍ଷତାରେ ଶାସକ ଦଳର ବିଧାୟକଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହାପରେ ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ମଣିପୁର ଦ୍ୱାଦଶ ବିଧାନସଭାର ସପ୍ତମ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ରେଳବାଇରେ ଖୁବ୍ ଶୀଘ୍ର 95,000 ନୂତନ ପଦବୀ ପୂରଣ କରାଯିବ। ବିହାରର ବେତିଆ ଜଙ୍କସନ୍ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ନିକଟରେ ରେଳବାଇ କ୍ଷେତ୍ରରେ 1.5 ଲକ୍ଷ ନିଯୁକ୍ତି ହୋଇଛି। ନମୋ ଏବଂ ବନ୍ଦେ ଭାରତ ଟ୍ରେନ୍ଗୁଡ଼ିକ ପାଇଁ ମିଳୁଥିବା ସକାରାତ୍ମକ ପ୍ରତିକ୍ରିୟା ଆଧାରରେ ଏହାର ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ବିହାରରେ ରେଳ ମନ୍ତ୍ରଣାଳୟ ପକ୍ଷରୁ 95,500 କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ମାଧ୍ୟମରେ ରେଳପଥ ସମ୍ପ୍ରସାରଣ ପାଇଁ ପଦକ୍ଷେପ ନିଆଯାଇଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ବିହାରରେ 10,660 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବ କେନ୍ଦ୍ରୀୟ ରେଳପଥ ଅଧୀନସ୍ଥ ବେତିଆ ଜଙ୍କସନ୍ରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ 103 କୋଟି ଟଙ୍କା ବ୍ୟୟରେ ନିର୍ମିତ ଆର୍ଓବିକୁ ଉଦ୍ଘାଟନ କରି ସାଧାରଣ ସଭାକୁ ସମ୍ବୋଧନ କରିଥିଲେ। ଶ୍ରୀଲଙ୍କା ନୌବାହିନୀ ତାମିଲନାଡୁର ରାମେଶ୍ୱରମ୍ ସମୁଦ୍ର ସୀମାରୁ 14 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ସମୁଦ୍ର ସୀମା ଅତିକ୍ରମ କରିଥିବା ଅଭିଯୋଗରେ ଗତକାଲି ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। 2ଟି ବୋଟ୍ ଏବଂ ଅନ୍ୟାନ୍ୟ ମାଛଧରା ସାମଗ୍ରୀ ସେମାନଙ୍କଠାରୁ ଶ୍ରୀଲଙ୍କା ନୌବାହିନୀ ଜବତ କରିଛି। ମାଛ ଧରିବା ପାଇଁ ଗତକାଲି ରାମେଶ୍ୱରମ୍ଠାରୁ 400ଟି ବୋଟ୍ରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯାଇଥିଲେ। ଧନୁଷକୋଡ଼ି ଏବଂ ଥାଲାଇମୁନାର ସମୁଦ୍ର ସୀମା ଅଞ୍ଚଳରେ ବହୁ ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ 2ଟି ବୋଟ୍ ଶ୍ରୀଲଙ୍କା ଜଳସୀମା ମଧ୍ୟକୁ ପ୍ରବେଶ କରିଥିବା ନେଇ ଶ୍ରୀଲଙ୍କା ନୌବାହିନୀ ଅଭିଯୋଗ କରିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ସୌରଶକ୍ତିର ବ୍ୟବହାର ବୃଦ୍ଧି ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନବୀକରଣ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସୁଦୀପ ଜୈନ ଏବଂ ଜାତୀୟ ସୌରଶକ୍ତି ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ପ୍ରଫେସର ମହମ୍ମଦ ରିହାନ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-2105 ଏବଂ 011-233-14444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଚଳିତ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 4 ୱିକେଟ୍ରେ ପରାସ୍ତ କରିଛି। ଏଥିସହ ସିରିଜ୍କୁ ଅକ୍ତିଆର କରିବା ସହ 2-0ରେ ଆଗୁଆ ରହିଛି। ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ବୁଧବାର ଅହମ୍ମଦାବାଦଠାରେ ଖେଳାଯିବ। ଇଂଲଣ୍ଡ ଗତକାଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 49 ଓଭର 5ଟି ବଲ୍ରେ ଇଂଲଣ୍ଡ 304 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋ ରୁଟ୍ 69 ରନ୍ ଏବଂ ବେନ୍ ଡକେଟ୍ 65 ରନ୍ର ପାଳି ଖେଳିଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା 3ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ। 305 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 44 ଓଭର 3ଟି ବଲ୍ରେ 6 ୱିକେଟ୍ ବିନିମୟରେ 308 ରନ୍ କରି ବିଜୟୀ ହୋଇଥିଲା। ଅଧିନାୟକ ରୋହିତ ଶର୍ମା 119 ରନ୍ର ଚିତ୍ତାକର୍ଷକ ପାଳି ଖେଳିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ୍ 60, ଶ୍ରେୟସ ଆୟର 44 ଏବଂ ଅକ୍ଷର ପଟେଲ ଅପରାଜିତ 41 ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜାମି ଓଭରଟନ୍ 2ଟି ୱିକେଟ୍ ହାସଲ କରିଥିବା ବେଳେ ଆଟକିନ୍ସନ୍, ଆଦିଲ ରସିଦ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ରୋହିତ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ବୁଡ଼ ପକାଇବେ ରାଷ୍ଟ୍ରପତି।
ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଛାତ୍ରଛାତ୍ରୀ ଅଭିଭାବକ ଏବଂ ଶିକ୍ଷକଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାକୁ ଆଜିଠାରୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ୍ ବୀରେନ୍ ସିଂ ଏବଂ 12ବାଟି ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ବିଜୟ ସହ ଇଂଲଣ୍ଡ ବିରୁଦ୍ଧରେ ସିରିଜ୍ ଅକ୍ତିଆର କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsoneair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।